Hello, ମୁଁ ଡକ୍ଟର ଅମିତ ସିଂ ୱେଲକମ୍ ଟୁ ମାଇ ଆଇ ଚେଞ୍ଜ ଗ୍ରୁପ୍ ଚ୍ୟାନେଲ୍। ଆଜିର ମେସେଜ୍ ମୁଁ ଆକ୍ଚୁଆଲି ଦେବାକୁ ଚାହୁଁଛି ରାପଚର୍ ଅଫ୍ ଦି ଚର୍ଚ୍ଚ। ତାର ଅର୍ଥ କ'ଣ ଆମେ ସେଇଟାକୁ ଜାଣିବା ପାଇଁ ଚେଷ୍ଟା କରିବା। ତ ସେଥିପାଇଁ ଏଇ ଭିଡ଼ିଓଟା ମୁଁ କରିବାକୁ ଚାହୁଁଛି। ଆପଣମାନେ ଯଦି କେବେ ମାନେ ଡିପ୍ଲି ଯଦି ବାଇବେଲ୍ ପଢ଼ିଥିବେ ସେତେବେଳେ କେତେଟା ବିଷୟ ଏମିତି ଲେଖା ଅଛି ଯେଉଁଟାକି ଆମେ ଇଂଲିଶରେ କହୁଛୁ ମିଷ୍ଟେରିୟସ୍, ଯେଉଁଟାକି ଓଡ଼ିଆରେ ଆମେ କହୁଛୁ କ'ଣ ଗୋପନୀୟ ବୋଲି, କିମ୍ବା ନିଗୁଡ଼ ବିଷୟ ଆମେ ଯଦି ଦେଖିବା ତ ଏଇଭଳିଆ ମାନେ ଲେଖା ଅଛି ବାଇବେଲରେ। ତ ଏମିତି କେତେଟା ଜିନିଷ ଅଛି ଯେଉଁ ଜିନିଷଟାକି ଗୋପନୀୟ ଭାବରେ ଲେଖା ମାନେ ଗୋପନୀୟ ଭାବରେ ଅଛି, ଆଉ ସେ ଗୋପନୀୟ ଜିନିଷଟା କ'ଣ ସଦାପ୍ରଭୁ ପାଉଲଙ୍କ ମାଧ୍ୟମରେ ସେ ଲୋକମାନଙ୍କୁ ସେ କହୁଛନ୍ତି। ମାନେ ଏ ଗୋଟେ ସବୁଠାରୁ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ କ'ଣ ନା, ଯେତେଟା ମିଷ୍ଟେରିୟସ୍ କିମ୍ବା ଯେତେଟା ଗୋପନୀୟ ବିଷୟ ମାନେ ଆମେ ଦେଖୁଛୁ ବାଇବେଲରେ, ନ୍ୟୁ ଟେଷ୍ଟାମେଣ୍ଟରେ, ଓଲ୍ଡ ଟେଷ୍ଟାମେଣ୍ଟ ତ ଅଛି ଗୁଡ଼ା, କିନ୍ତୁ ନ୍ୟୁ ଟେଷ୍ଟାମେଣ୍ଟରେ ମୁଁ ଯେଉଁ କହିବାକୁ ଚାହୁଁଛି କ'ଣ ନା, ଯେତେ ସବୁ ମିଷ୍ଟେରିୟସ୍ ବିଷୟରେ ପ୍ରଭୁ କହିବା ପାଇଁ ଚାହୁଁଛନ୍ତି ସିଏ ସମସ୍ତଙ୍କୁ ସେ ମାନେ କହିବା ପାଇଁ ଦେଇନାହାନ୍ତି, ତାଙ୍କ ଶିଷ୍ୟମାନଙ୍କୁ ଦେଇନାହାନ୍ତି ସେ, କିନ୍ତୁ ସେ ପୌଲକୁ ସେ ଦେଉଛନ୍ତି। ତ ଆର ଅର୍ଥ କ'ଣ ଗୋପନୀୟ ବିଷୟ କିମ୍ବା ନିଗୁଡ଼ ତତ୍ତ୍ୱ ଯେଉଁ ଆମେ ଯେଉଁ କହୁଛୁ ଓଡ଼ିଆରେ, କିମ୍ବା ଇଂଲିଶରେ ମିଷ୍ଟେରିୟସ୍ କିମ୍ବା ମିଷ୍ଟେରୀ, ତାର ଅର୍ଥ କ'ଣ? ଆ ଅର୍ଥ ହେଉଛି କେତେଟା ଜିନିଷ ଅଛି ଯେଉଁଟାକି ଆମ ମଣିଷମାନଙ୍କୁ କିମ୍ବା ଆମ ହ୍ୟୁମାନ୍ ବିଙ୍ଗକୁ ବୁଝିବାକୁ କଷ୍ଟ ହୁଏ କି ଏଇଟା କ'ଣ ବୋଲି, ଆଉ ସେଇଟା ସଦାପ୍ରଭୁ ସାଧୁ ପାଉଲଙ୍କ ଜରିଆରେ ସେଇଟା ଆମକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ତ ପ୍ରଥମ ଯେଉଁ ଗୋପନୀୟ ବିଷୟ ମୁଁ ଆପଣମାନଙ୍କୁ ଯେଉଁ କହିବାକୁ ଚାହୁଁଛି, ଯେଉଁଟାକି ଏ ରାପଚର୍ ସହିତ ଯୋଡ଼ିକି ଅଛି, ଯେଉଁ ଆମେ ଯେଉଁ କହୁଛୁ ଇଂଲିଶରେ ରାପଚର୍ ବୋଲି, ତା ବିଷୟରେ ଯୋଡ଼ିକି ଅଛି। ଆମେ ଯଦି ବାଇବେଲ ଖୋଲିବା ପ୍ରଥମ କରନ୍ଥିଆନ 15 ଅଧ୍ୟାୟ ଆଉ ତାର 51ରୁ 53 ଯଦି ପଢ଼ିବା, ସେଠି କ'ଣ କହୁଛନ୍ତି ସିଏ, ଦେଖ ମୁଁ ତୁମମାନଙ୍କୁ ଗୋଟିଏ ନିଗୁଡ଼ କଥା କହୁଅଛି। ନିଗୁଡ଼ କଥା ମାନେ ମିଷ୍ଟେରିୟସ୍ ବିଷୟ କିମ୍ବା ଗୋପନୀୟ ବିଷୟ, ଯେଉଁଟାକି ଟ୍ରାନ୍ସଲେସନରେ ବିଭିନ୍ନ ପ୍ରକାର ଲେଖା ଅଛି, ତ ଆମେ ଇଂଲିଶରେ ରହିବା ମିଷ୍ଟେରିୟସ୍ ବୋଲି। ଦେଖ ମୁଁ ତୁମମାନଙ୍କୁ ଗୋଟେ ନିଗୁଡ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ, କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୋରି ଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରି ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମେମାନେ ପରିବର୍ତ୍ତିତ ହେବା। କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। ଏଇଟା ହେଉଛି ଗୋଟେ ମିଷ୍ଟେରୀ ବିଷୟ ଯେଉଁଟାକି ମାନେ ଏଇ ବାଇବେଲ ଭର୍ସରେ ଲେଖା ଅଛି। ଏଇ ଯେତେବେଳେ ଏଇ 3ଟା ପଦ ଆମେ ପଢ଼ୁଛୁ, ସେତେବେଳେ ଆମେ ମାନେ ବୁଝିପାରୁଛୁ କ'ଣ ନା, ଯିଏ ଖ୍ରୀଷ୍ଟ ବିଶ୍ୱାସୀ, ଯିଏ ଖ୍ରୀଷ୍ଟଙ୍କୁ ବିଲିଭ୍ କରନ୍ତି, ସେମାନେ ମରନ୍ତି ନାହିଁ, ସେମାନେ ଜଷ୍ଟ ଗୋଟେ ନିଦ୍ରାରେ ଯାଆନ୍ତି, ମାନେ କିଛି ସମୟ ପାଇଁ, ଗୋଟେ ଟେମ୍ପୋରାରୀ ଟାଇମ୍ ପାଇଁ। ଯେମିତିକି ଯଦି ଆମେ ଗୋଟେ ମାନେ ଦେଖିବା, ଆମ ଛୋଟ ଛୁଆ ଗୁଡ଼ାକ କ'ଣ ଖେଳୁ ଖେଳୁ ମନେକର ଗୋଟେ ଶୋଇ ପଡ଼ି ଯାଉଛନ୍ତି, ରାଇଟ୍? ଲିଭିଂ ରୁମ୍ ହଉ, କେଉଁଠି ଟିଭି ଦେଖିବା ଟାଇମ୍ରେ ମଧ୍ୟ ଶୋଇ ପଡ଼ୁଛନ୍ତି, କିମ୍ବା କେଉଁଠି ଖଟରେ ପଡ଼ିକି ଶୋଇଥାଉଛନ୍ତି, ମାନେ ଶୋଇ ପଡ଼ୁଛନ୍ତି। ତ ମା ତାଙ୍କର କ'ଣ କରୁଛି କହିଲ ନା, ମା ତାକୁ ଧରିକି ନେଇକି ସେ ବେଡ଼ରୁମ୍ରେ ତାକୁ ଶୋଉଛି। ଏକ୍ଜାକ୍ଟଲି ସେଭଳିଆ ଆପଣ ଯଦି ମୃତ୍ୟୁବରଣ କରୁଛନ୍ତି କିମ୍ବା ମୃତ୍ୟୁ ହେଲା ଆପଣଙ୍କର, ତାହେଲେ ପ୍ରଭୁ ସେ ତାଙ୍କ ମାନେ
କିଛି ସମୟ ପାଇଁ ସେଠି ମାନେ ମାନେ ଏଇ ଯେଉଁ ପୃଥିବୀରେ ସେମାନେ ରହିଥାଉଛନ୍ତି, କିନ୍ତୁ ତାପରେ ସେ ପ୍ରଭୁ କ'ଣ କରୁଛନ୍ତି, ତାଙ୍କୁ ନେଇକି ସେ ତାଙ୍କ ପାଖରେ ସେ ରଖୁଛନ୍ତି, ତାଙ୍କୁ ବେଡ୍ ପାଖରେ ନେଇକି ସୁଲଉଛନ୍ତି। ତ ତାର ଅର୍ଥ ଆମେ ମାନେ ଆଉ ଡେଡ୍ ହଉନୁ, ତାର ମାନେ ମାନେ वी आर नॉट डेड फॉर एवर, ମାନେ वी आर नॉट ଆମେ ମାନେ ଆମେ ମରୁନୁ ମାନେ ସଦା ସର୍ବଦା। ତ ସେ ଲେଖୁଛନ୍ତି କ'ଣ ନା ଆମେ ସମସ୍ତେ ପରିବର୍ତ୍ତିତ ହେବା। କେମିତି ପରିବର୍ତ୍ତିତ ହେବା ନା ଗୋଟେ ଆଖି ପିଛୁଡ଼ାରେ କିମ୍ବା ଆଖି ପଲକରେ ଆପଣ ଆଖି ପକାନ୍ତୁ, ଆମେ ସବୁ ଚେଞ୍ଜ ହେଇଯିବା। ତାପରେ କ'ଣ ହେବ ନା ଯିଏ ମରିଥିବେ ଖ୍ରୀଷ୍ଟଙ୍କ ବିଶ୍ୱାସରେ ସେମାନେ ଉଠିବେ, ଆଉ ଏଇ ପୃଥିବୀରୁ ସେମାନଙ୍କୁ ପ୍ରଭୁ ନେଇକି ସେ ତାଙ୍କ ପାଖରେ ସେ ରଖୁଛନ୍ତି। ଏଇ ଯେଉଁ ଜିନିଷଟା ସେ କହିଲେ ଏଠି କି ଯେଉଁ ଲୋକ ଫାଷ୍ଟରେ ମରିଥିବେ ସେମାନେ ଉଠିବେ, ଉଠିଲା ପରେ ଆମେ ସମସ୍ତେ ଚେଞ୍ଜ ହେବା, ଚେଞ୍ଜ ହେଲା ପରେ ଯାଇକି ଆମେ ତାଙ୍କ ପାଖରେ ରହିବା, ତାଙ୍କ ପାଖରେ ପହଞ୍ଚିବା। ତ ଏଇ ଯେଉଁ ମିଷ୍ଟେରିୟସ୍ ଜିନିଷଟା ଯେଉଁଟାକି ପଉଲ ବର୍ତ୍ତମାନ ଆମମାନଙ୍କୁ ସେ କହିଲେ କି ଏଇଭଳିଆ ଗୋଟେ ମାନେ ଟାଇମ୍ ହେବ କିମ୍ବା ଏଇଭଳିଆ ଗୋଟେ ସିଚୁଏସନ୍ ହେବ ଯେଉଁ ସିଚୁଏସନ୍ରେ କି ମାନେ ଆଖି ପିଛୁଳାରେ ଆମେ ସମସ୍ତେ ଚେଞ୍ଜ ହେଇଯିବା। ଯେଉଁମାନେ ମୃତ୍ୟୁବରଣ କରୁଥିବେ ସେମାନେ ଉଠିବେ, ପୁଣି ଆମେ ପ୍ରଭୁଙ୍କ ସହିତ ମାନେ ପରିବର୍ତ୍ତିତ ହେଇକି ଚେଞ୍ଜ ହେଇଯାଇଥିବା। ଆମେ ଜାଣିପାରିବାନି କେମିତି ଚେଞ୍ଜ ହେଲୁ କ'ଣ ନାହିଁ, ହଠାତ୍ ଗୋଟେ ମାନେ ଗୋଟେ ଆଖି ପିଛୁଳାରେ ସବୁ ଆମେ ଚେଞ୍ଜ ହେଇଯିବା। ତ ଏମିତି ଗୋଟେ ଟାଇମ୍ ଆସିବ ପୃଥିବୀରେ ଲୋକ ଆଖି ପିଛୁଳାରେ ଗାୟବ ହେଇଯିବେ। ତାପରେ ପ୍ରଭୁ କ'ଣ କରିବେ ନା ତାଙ୍କର ଯେଉଁ 7 ବର୍ଷ ଯେଉଁ ଟ୍ରିବୁଲେସନ୍, 7 ବର୍ଷ ଯେଉଁ ବାଇବେଲ ପ୍ରଫେସି ଯେଉଁଟା ଆମେ ଦେଖୁଛୁ 7 ବର୍ଷ ତାଙ୍କ ପ୍ରଳୟ ଟାଇମ୍ ଯେଉଁ ଦିଆହେଇଛି, ଯେଉଁ ଜାକବ ଟ୍ରବୁଲ୍, ଯେଉଁ ଦାନିଏଲ ପ୍ରଫେସି, ସେଇ ପ୍ରଫେସିଟା ସେ ଲୋକଙ୍କ ଆଗରେ ତାପରେ ସେ ମାନେ ଛାଡ଼ିବେ ତାଙ୍କର ମାନେ ସେ ଟ୍ରିବୁଲେସନ୍ ଟାଇମ୍ରେ ଯାହା ସେ ପ୍ରମିସ୍ କରିଛନ୍ତି ଟ୍ରିବୁଲେସନ୍ ଟାଇମ୍ରେ କ'ଣ କ'ଣ ହେବ, ସେ ଟ୍ରିବୁଲେସନ୍ ଟାଇମ୍ରେ ସେଗୁଡ଼ାକ ଲୋକଙ୍କୁ ସେ ଅବଭିୟସଲି ଦେବେ ସିଏ। କିନ୍ତୁ ତା ପୂର୍ବରୁ କ'ଣ କରିବେ ସେ ନା ବିଲିଭର ଲୋକମାନଙ୍କୁ ସେମାନଙ୍କୁ ମାନେ ସେ ଉଠେଇକି ସେ ନିଜ ପାଖରେ ସେ ରଖିବେ। ସେଇ ଜିନିଷଟାକୁ ଆକ୍ଚୁଆଲି ଏଠି ସେ କହୁଛନ୍ତି ଏଇ ବାକ୍ୟରେ। ତ ଫାର୍ଷ୍ଟ କ୍ୱେଶ୍ଚନ୍ ମାନେ ଏଇଟା ଆମେ ମାନେ ଚର୍ଚ୍ଚକୁ ଏ ବିଷୟରେ ସେ କହୁଛନ୍ତି। ତାପରେ ଏ ରାପଚର ଆସିଲା କେଉଁଠୁ ଆପଣମାନେ କ୍ୱେଶ୍ଚିନ୍ କରିବେ, ରାଇଟ୍? ତ ରାପଚର ଆକ୍ଚୁଆଲି ବାଇବେଲରେ କେଉଁଠି ଲେଖା ନାହିଁ କି ରାପଚର ଏମିତି ବୋଲି, ମାନେ ଏଇ ଯେଉଁ ଇଂଲିଶ ୱାର୍ଡ ଆମେ ଯେଉଁ କହୁଛୁ ରାପଚର ବୋଲି, ଏମିତି କେଉଁଠି ବାଇବେଲରେ ଲେଖା ନାହିଁ, ଇଂଲିଶ ବାଇବେଲରେ ଲେଖା ନାହିଁ କିମ୍ବା ଓଡ଼ିଆରେ ଲେଖା ନାହିଁ। ଆପଣମାନେ ଜାଣିଥିବେ ବାଇବେଲ ମାନେ ଗ୍ରୀକ୍ ଭାଷାରେ ଲେଖା ଅଛି, ନ୍ୟୁ ଟେଷ୍ଟାମେଣ୍ଟ ମାନେ ମାନେ ସ୍ପେସିଆଲି ଗ୍ରୀକ୍ ଭାଷାରେ ଲେଖା ଅଛି। ଯଦି ଗ୍ରୀକ୍ ଭାଷାରେ ଯେଉଁ ମାନେ ପଢ଼ୁଛନ୍ତି ସେମାନେ ଜାଣିପାରିବେ କି ଆକ୍ଚୁଆଲି ରାପଚର ବିଷୟରେ ଲେଖା ହେଇଛି କି ନାହିଁ ବୋଲି। ତ ଟ୍ରାନ୍ସଲେସନ୍ ବିଭିନ୍ନ ପ୍ରକାର ଯେତେବେଳେ ଲାଙ୍ଗୁଏଜକୁ ଯାଉଛି ତାର ଅର୍ଥ ଏଇ ଯେଉଁ ୱାର୍ଡ଼ିଂ ସେଗୁଡ଼ାକ ମଧ୍ୟ ସେ ଚେଞ୍ଜ ହେଉଛି। ତ ଯେହେତୁ ଇଂଲିଶରେ ରାପଚର ଲେଖା ଅଛି କିନ୍ତୁ ରାପଚରଟା ମାନେ ବାଇବେଲରେ ଲେଖା ହିଁ ନାହିଁ ସେଇଟା, ମାନେ ଯେଉଁ ଇଂଲିଶ ବାଇବେଲରେ କି ରାପଚର ବୋଲି ୱାର୍ଡ଼ଟା ଗ୍ରୀକ୍ରେ କ'ଣ ଲେଖା ଅଛି ନା ହାର୍ପାଜ ବୋଲି ଲେଖା ଅଛି। ତାର ଅର୍ଥ କ'ଣ ନା ଟେକ୍ ନେବେ, ମାନେ ଇଂଲିଶରେ ତାକୁ କହନ୍ତି କ'ଣ ମାନେ ଯେମିତି ଚିଲ ଯେତେବେଳେ ପକ୍ଷୀକୁ ଖାଏ ଯେମିତି ମାନେ ତାକୁ ମାନେ ଛଡ଼େଇକି ନେଇଯାଏ ଯେମିତି ନୁହେଁ, ସେଇଟାକୁ କହନ୍ତି ରାପଚର। ଗୋଟେ ଜାଗାରୁ ଜଣକୁ ଛଡ଼େଇକି ମାନେ କୁଇକଲି ଛଡ଼େଇକି ନେଇକି ଯାଉଥିବ, ଆଉ ସେଇ ଜିନିଷଟାକୁ ହିଁ ରାପଚର କହୁଛନ୍ତି। ମୁଁ ଆର ଓଡ଼ିଆ ମିନିଂ ଖୋଜିବା ପାଇଁ ଚେଷ୍ଟା କଲି, ମୁଁ ପାଇଲିନି କେଉଁଠି କି ଏକ୍ଜାକ୍ଟ ଆର ମିନିଂଟା କ'ଣ ବୋଲି। ତ ଖାଲି ଏତିକି ଭାବନ୍ତୁ କି ଆପଣ ଗୋଟେ ଜିନିଷ ଧରିକି ଅଛନ୍ତି, ସେଇଠୁ କିଏ ଜଣକୁ ଛଡ଼େଇକି ନେଇଗଲା, ସେଇଟା ହେଉଛି ରାପଚର। ତ ଆପଣଙ୍କୁ ମାନେ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ଏକ୍ଜାମ୍ପଲ୍ କ'ଣ ନା ଆପଣ ଯଦି ପ୍ରେରିତ ଯେଉଁ ପୁସ୍ତକ ଆମେ ପଢ଼ିବା ମନେକର ବୋଲେ 8 ଅଧ୍ୟାୟର 39 ଚାପ୍ଟର 8 39ରେ ଲେଖା କ'ଣ ଅଛି, ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କ ଆତ୍ମା ଫିଲିପଙ୍କୁ ଘେନିଗଲେ, ପୁଣି ନପୁଂସକ ତାଙ୍କୁ ଆଉ ଦେଖିଲେ ନାହିଁ, ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ। ତାର ଅର୍ଥ କ'ଣ, ଏଠି କ'ଣ ହେଉଛି ଦେଖନ୍ତୁ କି ହଠାତ୍ କିନା ଗୋଟେ ଚେଞ୍ଜ ହେଇଗଲା, ଫିଲିପ ଆଉ ସେ ଜାଗାରେ ନାହିଁ। ତ ସେଇ ଜିନିଷଟାକୁ ରାପଚର କହନ୍ତି ଇଂଲିଶରେ। ତ ସେମିତି ଆପଣ 2 Corinthians ଯଦି ପଢ଼ିବେ 2 ଅଧ୍ୟାୟ 12 ପଦରେ
पौल मध्य लिखुंट कि माने ताकू भी गोटे राप्चर होइछि से जो थर्ड हेवन को जाउछन्ति से जो लिखुंट तो से भाया माने तार अर्थ हूँ तो ये जिनस आम जाने कि माने एभा गोटे माने जिनस घटब बोली जदि आम पढ़ा प्रथम थेसलोनियन तार 4 अध्याय रु जदि पढ़ा आम 16 पदरु 18 पद पढ़ा जदि आम जापर एक्जाक्टली यही राप्चर जो मुझे पढ़ी करंथियन चैप्टर 15 आउ ये जो थेसलोनियन चैप्टर 4 रे तार केमती तार माने से डिस्क्राइब कर कौन हम बोली एक्जाक्टली ये तो आम जाने कौन ना गोपनीय विषय हम बोली जोटा कि करंथियन कहले किंतु सेटा केमती हम सेटा एक्चुअली आम पढ़ी पार कौटे थेसलोनियन प्रथम थेसलोनियन 4 अध्याय 16 रु 18 जदि पढ़िया ताले एई जिनसटा केमती हम से बुझाउछन्ति केमती हम कौन ना कारण प्रभु आपे आदेश दे प्रधान दूतों को स्वर और ईश्वर को तुरी वाद्य सहित स्वर्गरु अवतरण करेंगे से जो माने ख्रीष्ट ठारे थाई मरी अछन्ति से माने प्रथमे उठिबे पर आमे माने जेते लोक जीवित रही अवस्थित थिबु प्रभु सहित साक्षात करने निमंते आमे माने सेमानक सह मेघमाला रे शून्य मंडल को नीति हबु एई प्रकार आमे सदा सर्वदा एई प्रकार आम मैंने सर्वदा प्रभु सहित रहबू अतएव यही समस्त वाक्य द्वारा तुम मैंने परस्पर को सांत्वना दियो तो जो गोपनीय विषय जो पौल करंथियन को लिखुंट कि आखि पिछड़ा आम चेंज हो आउ जो मैंने जो मृत्युवरण कर उठे आउ से मैंने चेंज हो सेटा को पुणी से थेसलोनियन को क्लीयरली माने वर्णना कर केमती हम बोले तो फास्ट केमती हम कि स्वर्गरे तुरी वाद्य हम आउ प्रभु तांकर माने लास्ट ट्रम्पेट जोटा कि इंग्लिश कहते ट्रम्पेट सेटा हला पर से माने तुरी वाद्य सहित स्वर्गरु अवतरण करेंगे मेघमाला माने तार अर्थ एयर रे तो आमे जो माने बंचिक अच्छु फास्ट किए कौन हम आर ऑर्डरटा केमती मुझे कहीदे फास्ट पृथ्वी रे माने कौन स्वर्ग माने तुरी वाद्य हम है तुरी वाद्य होला स्वर्गरु माने दूतों सहित प्रभु जीशु ख्रीष्ट आसवे कौटू एयर को आसवे एयर माने जो मेघमाला को आसवे मेघमाला आसवे तो जिते तुरी वाद्य हम से कौन हम ना प्रथमे जो माने मरी अछंती ख्रीष्ट विश्वास से उठे आ जो मैंने जीवित अच्छा से उठिकी राप्चर होगी जी कौट को एयर को जी तार अर्थ जो टाइम माने जो तुरी वाद्य हम से टाइम रे आम मैंने आखि पुछला सब चेंज हो आम मैंने प्रभु को मिसा उद्देश्य आम से एयर को जीवा मेघमाल को जीवा तो यहीटा को कहते राप्चर आपण भावतु ये पृथ्वी आ माध्याकर्षण शक्ति नथियो से टाइम रे अचानक माने विदिन आखि पिछड़ा आम सब चेंज हो टोटाली आम जाइए पाखे रही तो ये जिनसटा को माने माने राप्चर बोली कहते तो आपण जदि जॉन लिखित सुसमाचार पढ़े तार 14 अध्याय 3 पद से कौन कहते कि मु जाऊँ माने एठू माने माने मु जाऊँ मो पिता निकट को आ मु तुम निमंते प्लेस प्रिपेयर करी आ जो प्लेस रे मु अच्छी जो माने जगार रही तुम मध्य सेठी रही पार आ मु तुमको आसिकी नेबी बोली मध्य से कहते तो यही जो 14 माने 14 जॉन रो 14,000 माने 3 पद से जो कहते इफ आई गो एंड प्रिपेयर ए प्लेस फॉर यू I will come back and take to you to be with me, that you also may be where I am. तार अर्थ मु आसिकी तुमको रिसीव करी मो पाख को आ मु जोठे अच्छी तुम मैंने से रही से कहते तो ये जिनसा बुझीपार दरकार कि राप्चर कहीं हम कहीं ना कहीं
ରାପଚର ହେବା ଦ୍ୱାରା ଆମମାନେ ସେଭ୍ ହେଇଯାଉଛୁ କେଉଁଥିପାଇଁ ନା ଯେଉଁ 7 ବର୍ଷ ଯେଉଁ ଟ୍ରିବୁଲେସନ୍ ପିରିୟଡ଼ ଅଛି ତା ପୂର୍ବରୁ ପ୍ରଭୁ ଆସିକି ଆମମାନଙ୍କୁ ସେ ନେଇକି ଯିବେ। ତ ସେଇଟାକୁ ହିଁ କହନ୍ତି ରାପଚର, ସେଇଟାକୁ ହିଁ ମାନେ ଏଠି ମାନେ ଯେଉଁ ବୁଝଉଛନ୍ତି। ତ କ୍ୱେଶ୍ଚିନ୍ ଆଉ କ'ଣ କି ଏଭଳିଆ କିଛି ହେଇଥିଲା କି ଓଲ୍ଡ ଟେଷ୍ଟାମେଣ୍ଟରେ କିମ୍ବା ମାନେ ମାନେ ହ୍ୟୁମାନ୍ ହିଷ୍ଟ୍ରିରେ କି ରାପଚର କେଉଁଠି ହେଇଥିଲା କି? ବିଲକୁଲ ହେଇଥିଲା ରାପଚର। ଆପଣ ଯଦି ପଢ଼ିବେ ଏଲାଇଜାଙ୍କ ବିଷୟରେ, ଏଲାଇଜା ମଧ୍ୟ ମାନେ ତାଙ୍କୁ ମଧ୍ୟ ଫାଷ୍ଟ ପର୍ସନ୍ ହେଉଛି ଇନକ୍, ଯେଉଁଟାକି ଜେନେସିସ୍ ତାର 5:24 ସେ ଲେଖୁଛନ୍ତି ମାନେ ଇନକ୍କୁ ପ୍ରଭୁ କେମିତି ରାପଚର କରିକି ନେଲା। ତାପରେ ଏଲାଇଜାଙ୍କୁ ସେ ଲେଖୁଛନ୍ତି ଦ୍ୱିତୀୟ କିଙ୍ଗ 2:12 ଆଉ ଯୀଶୁଙ୍କୁ ମଧ୍ୟ ସେ ଲେଖୁଛନ୍ତି ରାଇଟ୍। ଆକ୍ଟ ଯେଉଁଟାକି ପ୍ରେରିତଙ୍କ ପୁସ୍ତକ ଯେଉଁଠିକି 1:9 ସେ ଲେଖୁଛନ୍ତି କି ପ୍ରଭୁ ମାନେ ସ୍ୱର୍ଗକୁ ସ୍ୱର୍ଗାରୋହଣ କଲେ ବୋଲି। ତ ଏଗୁଡ଼ାକ ହେଉଛି ରାପଚର, ମାନେ ଏଇଟାକୁ ହିଁ ରାପଚର କହନ୍ତି। ଏଇଟା ଯେଉଁ ପ୍ରୋସେସ୍ ପୃଥିବୀରେ ସେ ମାନେ ମଧ୍ୟାକର୍ଷଣ ଶକ୍ତି ରହିବନି ଆଉ ଆମେ ସବୁ ମାନେ ଚାଲିଯିବା ଉପରକୁ ଅଟୋମେଟିକଲି ଆଖି ପିଛୁଳାରେ, ସେଇଟାକୁ କହନ୍ତି ରାପଚର। ତ ଏ ଯେଉଁ ମୁଁ କହିଲି 3ଟା ଲୋକଙ୍କ ବିଷୟରେ ଯେଉଁଟାକି ଇନକ୍ ଆଉ ଏଲାଇଜା ଆଉ ଯୀଶୁଙ୍କ ବିଷୟରେ, ତାଙ୍କ ଭିତରେ ଡିଫରେନ୍ସ କ'ଣ? ତା ଡିଫରେନ୍ସ ହେଉଛି ଏହା କି ଯୀଶୁଖ୍ରୀଷ୍ଟ ଜନ୍ମ ତ ହେଲେ ପୁଣି ମାନେ ଯୀଶୁଖ୍ରୀଷ୍ଟ ମଲେ ତାପରେ ପୁଣି ପୁନରୁଦ୍ଧିତ ହେଲେ ତାପରେ ଯାଇକି ସ୍ୱର୍ଗାରୋହଣ ହେଲେ। କିନ୍ତୁ ଏମାନଙ୍କର କ'ଣ ହେଇଛି କହିଲେ? ତ ଏମାନଙ୍କର କେବଳ ଜନ୍ମଗ୍ରହଣ ହେଇଛି, ସେମାନେ ମରିନାହାନ୍ତି। ତ ସେମାନେ ତାପରେ ମାନେ ଡାଇରେକ୍ଟଲି ସେମାନେ ଏଠୁ ଯାଇଛନ୍ତି, କେଉଁଠୁ କହିଲେ ମାନେ ସ୍ୱର୍ଗକୁ ଯାଇଛନ୍ତି। ତ ଏଇଟା ହେଉଛି ତାଙ୍କ ଭିତରେ ଡିଫରେଣ୍ଟ। ଆଉ ଗୋଟେ ଜିନିଷ ସେଇ ପ୍ରେରିତ ବାକ୍ୟରେ ମାନେ ପଢ଼ିବେ ଯଦି ଯୀଶୁଙ୍କ ଯେତେବେଳେ ସ୍ୱର୍ଗାରୋହଣ ହେଉଛି ସେଥିରେ ସମସ୍ତେ ଶିଷ୍ୟମାନେ ଉପରକୁ ଅନେଇକି ଚାହୁଁଛନ୍ତି। ତା ଭିତରେ ଜଣେ ତା ଭିତରୁ ଗୋଟେ ଯେଉଁ ଦୂତ ଆସିକି କହୁଛନ୍ତି କ'ଣ କି ଏଭଳିଆ ତମେ ଯେଉଁ ଦେଖୁଛ ଯେଉଁ ଯୀଶୁଙ୍କୁ ଯିଏ ଏଭଳିଆ ଯାଉଛନ୍ତି ଉପରକୁ ସେଭଳିଆ ମାନେ ପୁଣି ଥରେ ଆସିବେ ଏଇ ଟାଇମ୍କୁ, ମାନେ ପୁଣି ଥରେ ଆସିବେ ପୃଥିବୀକୁ ଏଭଳିଆ। ତ ତେଣୁକରି ଏଇ ଯେଉଁ ମାନେ ଯେଉଁ ଯିବା ଆସିବାଟା ଏଇଗୁଡ଼ାକ ଯେଉଁ ଆମେ ଦେଖୁଛୁ ଯେଉଁଟାକି ଆମକୁ ଛାନିଆ ଲାଗୁଛି, ତମେ ଛାନିଆ ହେଉନି, ତାର ଅର୍ଥ ସେ କହିବାକୁ ଚାହୁଁଛନ୍ତି ସେ କି ଏଇଟା ଗୋଟେ ପ୍ରୋସେସ୍ ଯେଉଁଟାକି ମାନେ ପ୍ରଭୁ ତିଆରି କରିଛନ୍ତି କି ଏଭଳିଆ ଯିବେ ଏଭଳିଆ ଆସିବେ। ତେଣୁକରି ଏଇଟାକୁ ମାନେ ୟୁଜ୍ ଟୁ ହୁଅ ଏଭଳିଆ ମାନେ ମାନେ ଏଇଟାକୁ ଏତେ କ'ଣ କହନ୍ତି ଏତେ ଇମ୍ପୋର୍ଟାଣ୍ଟ ଭଳିଆ ଆକୁ ଦେଖନି କିମ୍ବା ଏତେ ଡରିବାର ବିଷୟ ନୁହଁ ବୋଲି ସେ ମାନେ ଜଣାଇବା ପାଇଁ ଚାହୁଁଛନ୍ତି। ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ମୁଁ ମାନେ କହିବାକୁ ଚାହୁଁଛି କି ଆମମାନଙ୍କ ମଧ୍ୟରେ ବି କ୍ୱେଶ୍ଚିନ୍ ଆସୁଥିବ ରାଇଟ୍ କି ଇଏ କ'ଣ ମାନେ ଯୀଶୁଖ୍ରୀଷ୍ଟ ତାଙ୍କୁ ଯେତେବେଳେ ଇଚ୍ଛା ସେତେବେଳେ ଡାଇରେକ୍ଟ ଆସିକି ତାଙ୍କୁ କିଙ୍ଗଡମ୍ ଏଠି ଏଷ୍ଟାବ୍ଲିଶ୍ କରିବା କଥା, କ'ଣ ଦରକାର ରାପଚର ଚଲେଇଥିବେ ପୁଣି ଇଏ ଯେଉଁ ଯିବା ଆସିବା ଗୋଟେ ମାନେ ଚାଲିଛି, ଏଇଟା କ'ଣ ପାଇଁ ଚାଲିଛି? ତ ତାର ଗୋଟେ ମୁଁ ଗୋଟେ ଜଷ୍ଟ ଗୋଟେ ଇମାଜିନ୍ କରୁଛି, ଶୁଣନ୍ତୁ। ଯେମିତିକି ଜନ୍ ତାର 14:3 ସେ ଲେଖିଲେ କି ମୁଁ ଯାଉଛି ମୋ ପିତାଙ୍କ ନିକଟକୁ ଆଉ ମୁଁ ତୁମମାନଙ୍କ ପାଇଁ ପ୍ଲେସ୍ ପ୍ରିପେୟାର କରିବି। ଇମାଜିନ୍ କରନ୍ତୁ 2000 ବର୍ଷ ପର୍ଯ୍ୟନ୍ତ ସେ ଆମ ପାଇଁ ପ୍ଲେସ୍ ପ୍ରିପେୟାର କରୁଛନ୍ତି ଆଉ ସିଏ କହୁଛନ୍ତି କ'ଣ ମୁଁ ତୁମକୁ ଆସିକି ମୋ ପାଖକୁ ରିସିଭ୍ କରିବି ବୋଲି। ସେ ଏମିତି କହୁନାହାନ୍ତି ମୁଁ ମାଇକେଲ ଯେଉଁ ଦୂତଙ୍କୁ ମୁଁ ପଠେଇବି କିମ୍ବା ଗାବ୍ରିଏଲକୁ ପଠେଇବି ଆଉ ତୁମକୁ ସେ ନେଇକି ଆସିବ, ସେୟା ବି ସେ କହୁନାହାନ୍ତି। ସେ କ'ଣ କହୁଛନ୍ତି କ'ଣ ମୁଁ ନିଜେ ଯିବି ଆଉ ତୁମମାନଙ୍କୁ ଡାକିକି ଆଣିବି କିମ୍ବା ତୁମମାନଙ୍କୁ ମୁଁ ମୋ ପାଖକୁ ନେଇ ଆସିବି। ତାର ଅର୍ଥ ସେ କେତେ ତାଙ୍କର ଶିଷ୍ୟ କ'ଣ ପିଲାମାନଙ୍କୁ ସେ କେତେ ସେ ପ୍ରେମ କରୁଛନ୍ତି, ସେ ସେଇଟା ଏଠି ମାନେ ଏଠି ସେ ଆପଣମାନଙ୍କୁ ମାନେ ଆମମାନଙ୍କୁ ଜଣାଉଛନ୍ତି ସେ। ତ ପ୍ରଭୁ କାହିଁକି ରାପଚର ତିଆରି କଲେ? ଏ ଜିନିଷଟା ମାନେ ମିନିଂ କ'ଣ, ମାନେ ଆର କ'ଣ ମାନେ ଇଏ? ତ ଆପଣ ଗୋଟେ ଚିନ୍ତା କରନ୍ତୁ, ମନେକର ଆମର ଦେଶ ଆଉ ପାକିସ୍ତାନ, ଇଣ୍ଡିଆ ଆଉ ପାକିସ୍ତାନ ସବୁବେଳେ ଗୋଟେ ମାନେ ଗୋଟେ ୱାର୍ରେ ଚାଲିଛି, ମାନେ ସବୁବେଳେ
କ'ଣ କହନ୍ତି ଯୁଦ୍ଧ ଚାଲିଛି କିମ୍ବା କ'ଣ ଚାଲିଛି, ମନେକର ଇଣ୍ଡିଆ ଡିକ୍ଲେୟାର କରିଦେବ କି ମୁଁ ପାକିସ୍ତାନକୁ ମାନେ ଆଟାକ୍ କରିବି ବୋଲି, ତ ଇଣ୍ଡିଆ କ'ଣ କରିବ ସେତେବେଳେ? ଇଣ୍ଡିଆ କ'ଣ କରିବ? ଇଣ୍ଡିଆ ଏହା କରିବ କି ଫାର୍ଷ୍ଟରେ ସେ କ'ଣ କରିବ ଯେ ଇଣ୍ଡିଆନ୍ ଲୋକମାନେ ଯେଉଁମାନେ ପାକିସ୍ତାନରେ ଥିବେ ସେମାନଙ୍କୁ ଫାର୍ଷ୍ଟରେ ଡାକିବ ନିଜ ଦେଶକୁ, ତାଙ୍କୁ ସହିସ୍ଥାନ କରିବ ଫାର୍ଷ୍ଟରେ। ସେଠି ଯେଉଁ ଆମ୍ବାସଡ଼ର ଥିବେ, ଯେଉଁ ଇଣ୍ଡିଆନ୍ ଆମ୍ବାସଡ଼ର ଯେଉଁ ମାନେ ପାକିସ୍ତାନରେ, ସେମାନଙ୍କୁ ଡାକିବେ। ତ ଯେତେ ସବୁ ଇମ୍ପୋର୍ଟାଣ୍ଟ ଲୋକ ଗୁଡ଼ାକ ଯେଉଁମାନେ କି ଇଣ୍ଡିଆନ୍ ଲୋକ ଗୁଡ଼ାକ ଯେଉଁମାନେ ସେଠି ଥିବେ ସେମାନଙ୍କୁ ଫାର୍ଷ୍ଟ ଡାକିବେ। ଡାକିଲା ପରେ ସେ ୱାର୍ କରିବେ, କାହିଁକିନା ସେ ନିଜ ଲୋକଙ୍କୁ ସେ ପ୍ରୋଟେକ୍ଟ କରିବେ, ରାଇଟ୍? ତ ସେଇଭଳିଆ ଏକ୍ଜାକ୍ଟଲି କି ପୃଥିବୀରେ ଯେତେବେଳେ ପ୍ରଳୟ ଷ୍ଟାର୍ଟ ହେବ, ଯେଉଁ 7 ବର୍ଷର ଯେଉଁ ପ୍ରଳୟ ଟାଇମ୍ ଯେଉଁ ଦିଆହେଇଛି, ଯେଉଁ ବାଇବେଲ ପ୍ରଫେସି ଯେଉଁ ଲେଖୁଛି, ଏଇ ପ୍ରଳୟ ଟାଇମ୍ ହେବା ପୂର୍ବରୁ ସିଏ କ'ଣ କରିବେ ନା ନିଜ ଲୋକମାନଙ୍କୁ ସେ ଫାର୍ଷ୍ଟ ଡାକିବେ ଫାର୍ଷ୍ଟରେ, ତାପରେ ଯାଇକି ସେ ପ୍ରଳୟଟା ଷ୍ଟାର୍ଟ କରିବେ। ତ ସେଥିପାଇଁ ରାପ୍ଚର ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ। କି ମାନେ ଆମକୁ କେଉଁ ଭଳିଆ ମାନେ ରହିବାକୁ ପଡ଼ିବ ତ ଦ୍ୱାରା ମାନେ ରାପ୍ଚର ହେଇକି ଯାଇପାରିବା ବୋଲି। କାହିଁକିନା ଆମେ ଯଦି ଏଇଠି ଯାଇପାରିଲେନି ଏଇ ଟାଇମ୍ରେ, ତାର ଅର୍ଥ ଭାବନ୍ତୁ 7 ବର୍ଷ କେଉଁ ଭଳିଆ ପ୍ରଳୟ ହେବ, ଆମେ ସେଇଟା କେମିତି ସହିପାରିବା ସେଇଟା ଆମେ ଜାଣିବା ଦରକାର, ମାନେ ଆମେ ଏବେଠୁ ବୁଝିବା ଦରକାର। ତେଣୁକରି ଏଇ ଜିନିଷଟାକୁ ମାନେ ବହୁତ ଇମ୍ପୋର୍ଟାଣ୍ଟ ହେଲେ ବୁଝିବାକୁ ପଡ଼ିବ ଗୋଟେ ଖ୍ରୀଷ୍ଟିଆନ ହିସାବରେ, ଗୋଟେ ବିଲିଭର ହିସାବରେ, କି ଆମର ଯେଉଁ ହୋପ୍ କ'ଣ, ବିଙ୍ଗ ଏ ଖ୍ରୀଷ୍ଟିଆନ ହେଉଛି ଆମର ବ୍ଲେସଡ ହୋପ୍ ହେଉଛି କ'ଣ ନା ରାପ୍ଚର ହେବା, ରାପ୍ଚର ଅଫ୍ ଦି ଚର୍ଚ୍ଚ। ଯେଉଁ ମାନେ ଚର୍ଚ୍ଚର ମାନେ ଆମେ ଚର୍ଚ୍ଚର ମେମ୍ବର, ଆମେ ଚର୍ଚ୍ଚର ଲୋକ ଗୁଡ଼ାକ, ତ ଆମକୁ ମାନେ ରାପ୍ଚର ହେବା ନିହାତି ଦରକାର ଏଇ 7 ବର୍ଷ ପ୍ରଳୟ ପୂର୍ବରୁ। ମୁଁ ଯେଉଁ ଏକ୍ଜାମ୍ପଲ୍ ଦେଲି ପାକିସ୍ତାନ ଆଉ ଯେଉଁ ଇଣ୍ଡିଆନ୍ ୱାର୍, ମୁଁ ଏଥିପାଇଁ ଏକ୍ଜାମ୍ପଲ୍ ଦେଲି କି ୱାର୍ ହେବାକୁ ଯାଉଛି ପୃଥିବୀରେ। ୱାର୍ ହେବା ପୂର୍ବରୁ ସେ ସଦାପ୍ରଭୁ ସେ ନିଜ ଲୋକମାନଙ୍କୁ ସେ ଫାର୍ଷ୍ଟରେ ଡାକିବେ, ତାପରେ ଯାଇକି ସେ ମାନେ ମାନେ ପୃଥିବୀରେ ମାନେ ତାଙ୍କ ମାନେ ପ୍ରକୋପ, ତାଙ୍କର ଯେଉଁ 7 ବର୍ଷ ଟ୍ରିବୁଲେସନ୍ ଯେଉଁ ଟାଇମ୍ ଦିଆହେଇଛି, ସେ ଟାଇମ୍ରେ ସେ କ'ଣ କରିବେ ସେ ସେୟା କରିବେ ସେ। ତେଣୁକରି ଆମମାନଙ୍କୁ ପ୍ରିପେୟାର ହେଇକି ରହିବାକୁ ପଡ଼ିବ ସବୁବେଳେ, କି ମାନେ ଯେତେବେଳେ ବି ରାପ୍ଚର ହେବ ସେତେବେଳେ ଆମେ ଯେମିତି ମାନେ ତାଙ୍କ ସହିତ ରହିପାରିବା। ଗୁଡ଼ାଏ ଲୋକମାନେ ଭାବୁଛନ୍ତି କି ଚାଲ ଠିକ୍ ଅଛି, ମୁଁ ତ ଖ୍ରୀଷ୍ଟିଆନ, ମୋତେ ତ ରାପ୍ଚର ହେଇଯିବ ବୋଲି। ମାନେ ଗୋଟେ ରିସର୍ଚ୍ଚ ରିସେଣ୍ଟଲି ଲୋକମାନେ କରିଥିଲେ, ସେଟା ଦେଖାଗଲା କି ଯେଉଁମାନେ ଲୋକମାନେ ଚର୍ଚ୍ଚକୁ ଯାଉଛନ୍ତି ସେମାନେ ଆକ୍ଚୁଆଲି ସମସ୍ତେ ଖ୍ରୀଷ୍ଟିଆନ ବୋଲି ଯେଉଁ କହୁଛନ୍ତି, ସେମାନେ ଆକ୍ଚୁଆଲି ସେୟା ନୁହଁ। କହିବାର ଅର୍ଥ ଏହା କି ଜଷ୍ଟ ଗୋଟେ ସଣ୍ଡେକୁ ଯାଆନ୍ତି, ଆଉ ଚାନ୍ଦା ବି ଦିଅନ୍ତି, ଗୀତ ବି ଗାଆନ୍ତି, ହାଲେଲୁୟା ବି କରନ୍ତି, ତାପରେ ସେମାନେ ଯେମିତି ତାଙ୍କର ଡେଲି କାମ କରିବା କଥା, ଯେମିତି ରହିବା କଥା ସେମିତି ରହୁଛନ୍ତି, ସେମିତି କିଛି ଚେଞ୍ଜେସ୍ ତାଙ୍କ ପାଖରେ ନାହିଁ। ଜଷ୍ଟ ଗୋଟେ ମାନେ ହଁ ଗୋଟେ ଖ୍ରୀଷ୍ଟିଆନ ତ ଗୋଟେ ଯିବା ଗୋଟେ ଚର୍ଚ୍ଚ ଗୋଟେ ବୋଲି ଗୋଟେ ଘିସି ପିଟି ହେଇକି ଗୋଟେ ସଣ୍ଡେକୁ ଯାଇକି ଗୋଟେ ମାନେ ବସିବା ଘଣ୍ଟାଏ, ତାପରେ ଟାଇମ୍ ଗୋଟେ ପାସ୍ କରିବା, ଏଭଳିଆ ମାନେ ହେଇକି ସମସ୍ତେ ଅଛନ୍ତି ବୋଲି ଗୋଟେ ରିସେଣ୍ଟ ରିପୋର୍ଟ ମାନେ ରିସର୍ଚ୍ଚରୁ ଆମେ ମାନେ ଆମେ ଜଣାପଡ଼ୁଛି କ'ଣ ନା ଲୋକମାନେ କେବଳ ଯାଉଛନ୍ତି ଜଷ୍ଟ ଗୋଟେ ମାନେ ଜଷ୍ଟ ଗୋଟେ ଟୁଗେଦର ହେବା ପାଇଁ, ମାନେ ଏମିତି ନୁହଁ କି ଗୋଟେ ମାନେ ହାର୍ଟଲି ମାନେ ବିଲିଭ୍ କରୁଛନ୍ତି କିମ୍ବା ଯେଉଁ ଶିକ୍ଷା ଯୀଶୁଖ୍ରୀଷ୍ଟ ଦେଇଛନ୍ତି ତାଙ୍କ ଶିକ୍ଷା ଅନୁସାରେ ବି ଚାଲୁଛନ୍ତି, ସେମିତି କିଛି ନାହିଁ। ଜଷ୍ଟ ଗୋଟେ ଯାଉଛନ୍ତି ଏଭଳିଆ, ଯେମିତି ଆମର ମାନେ ଲୋକମାନେ କହନ୍ତିନି ହଁ ଆଜି ଯାତ୍ରା ପାଇଁ ଚର୍ଚ୍ଚକୁ ଯାଇଛନ୍ତି, ସେଭଳିଆ। ତ ଏଇଭଳିଆ ହେଲେ ଆପଣମାନେ ମାନେ ଭାବୁଛନ୍ତି କି ମାନେ ରାପ୍ଚରରେ ଆପଣ ଯାଇପାରିବେ ବୋଲି? ତ ଲୋକଙ୍କ କ୍ୱେଶ୍ଚିନ୍ ହେଉଛି କ'ଣ କି ଆମେ ରାପ୍ଚର ହେଇବୁ କି ନାହିଁ ବୋଲି। ମାନେ ଫାର୍ଷ୍ଟରେ ଆମେ ତ ଖ୍ରୀଷ୍ଟିଆନ ଅଛୁ, ମାନେ ଆମେ ଯୀଶୁଙ୍କୁ ଜାଣିଛୁ, ତ ଆମେ ଜାଣିଛୁ ମାନେ ତ ଯିବା, ମାନେ ଆମେ ଯିବୁ, ସେଭଳିଆ ଲୋକଙ୍କର ଧାରଣା। କିନ୍ତୁ ସେଭଳିଆ ନୁହଁ।
ଯେମିତିକି ମୁଁ ମୋର ମେସେଜ ଗୁଡ଼ାକ କହେ କି କେଉଁ ଭଳିଆ ଖ୍ରୀଷ୍ଟିଆନ ହେଇଥିବ ଯାହାକୁ କି ଏଇ ରାପ୍ଚରର ସୁଯୋଗ ମିଳିବ, କି ଗୋଟେ ଗୁଡ୍ ଖ୍ରୀଷ୍ଟିଆନ ହେଇଥିବ କିମ୍ବା ଗୋଟେ ବେଟର ଖ୍ରୀଷ୍ଟିଆନ ହେଇଥିବ କିମ୍ବା ବେଷ୍ଟ ଖ୍ରୀଷ୍ଟିଆନ ହେଇଥିବ ନା ୱେଲ୍ ଡନ୍ ଖ୍ରୀଷ୍ଟିଆନ ହେଇଥିବ, ଆପଣମାନେ ନିଜକୁ ନିଜେ ପଚାରନ୍ତୁ। କାହିଁକିନା ମୁଁ ଆର ଇଏ ନୁହଁ, ମୁଁ ଖାଲି ଜଷ୍ଟ ଗୋଟେ ଯେଉଁ ରାପ୍ଚର ବିଷୟରେ ଆପଣଙ୍କୁ କହୁଛି, କିନ୍ତୁ ଆପଣ ରାପ୍ଚର ପାଇଁ ରେଡ଼ି କି ନାହିଁ ସେଇଟା ଆପଣ ପଚାରନ୍ତୁ। ତ ମୁଁ ଖାଲି ଏଇ ଗୋଟେ ଜିନିଷ କହିବି କ'ଣ ନା, ରାପ୍ଚର ପାଇଁ ରେଡ଼ି ହେବାକୁ ହେଲେ ଯେମିତିକି ବାଇବେଲରେ ଲେଖା ହୁଏ କି ମାନେ ଜନ୍ ଲିଖିତ 25 ଯଦି ଆମେ ପଢ଼ିବା, ସେ କହୁଛନ୍ତି କ'ଣ ମାର୍ତ୍ତାଙ୍କ ବିଷୟରେ ସେ କହୁଛନ୍ତି କି ମାନେ ମାର୍ତ୍ତାଙ୍କୁ ଯୀଶୁଖ୍ରୀଷ୍ଟ କହୁଛନ୍ତି କି ମୁଁ ହିଁ ରେଜରେକ୍ସନ୍, ମୁଁ ହିଁ ମାନେ ଲାଇଫ୍, ମୋ ଦେଇ ନ ଗଲେ ଆଉ କେହି କୁଆଡ଼େ ଯିବେନି ବୋଲି ଯେଉଁ କହୁଛନ୍ତି। ତ ସେଇ ଜିନିଷଟାକୁ ବିଲିଭ୍ କରିବା ଦରକାର, ତାହେଲେ ଯାଇକି ମାନେ ଆପଣମାନଙ୍କୁ ଏଇ ରାପ୍ଚରର ପ୍ରାପ୍ତ ହେଇପାରିବ। ନହେଲେ ମୋତେ ଲାଗୁନି ମାନେ ରାପ୍ଚର ସମସ୍ତଙ୍କ ପାଇଁ ବୋଲି। ତେଣୁକରି ଆମମାନଙ୍କୁ ସଦା ସର୍ବଦା ଆକ୍ଚୁଆଲି ଆଲର୍ଟ ହେଇକି ରହିବାକୁ ପଡ଼ିବ। କାହିଁକିନା ବାଇବେଲ କହେ କ'ଣ କି ଶିଷ୍ୟମାନେ ମଧ୍ୟ ଜାଣିବାକୁ ଚାହୁଁଥିଲେ କି ଭାଇ ଅନ୍ତିମ ଟାଇମ୍ କେବେ ହେବ ବୋଲି, ରାଇଟ୍? ସେମାନେ ବି ଯାଇକି ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଥିଲେ ଧୀରେ ଧୀରେ କି ଭାଇ ଅନ୍ତିମ ଟାଇମ୍ରେ କ'ଣ କ'ଣ ହେବ, କ'ଣ ନାହିଁ, ଆପଣ କୁହନ୍ତୁ ବୋଲି। ତ ଯୀଶୁଖ୍ରୀଷ୍ଟ କ୍ଲିୟରଲି କହିଛନ୍ତି କ'ଣ, ମାଥ୍ୟୁ ଯଦି ଆପଣ 24:36 କହୁଛନ୍ତି କ'ଣ କି ନୋ ମ୍ୟାନ୍ସ ନୋ ଦ ଡେ ଆଣ୍ଡ ଆୱାର, ମାନେ କହିବା ଅର୍ଥ ଏ ଯେ ରାପ୍ଚର କେବେ ହେବ କେହି ଜାଣିନାହାନ୍ତି। ନା ସେ କହୁଛନ୍ତି କ'ଣ ନା କେହି ରାପ୍ଚର କେବେ ହେବ କେହି ଜାଣିନାହାନ୍ତି, କେବଳ ସଦା ମାନେ ଯେ ପିତାଙ୍କ ପାଖରେ ହିଁ ଇନଫର୍ମେସନ୍ ଅଛି ବୋଲି ସେ ମାଥ୍ୟୁ ଲିଖିତ 24:36 କହୁଛନ୍ତି। ଆଉ ମଧ୍ୟ ଯେଉଁ ଅନ୍ତିମ ଟାଇମ୍ରେ ଯେଉଁ ଜିନିଷ ଗୁଡ଼ାକ ହେବ ବୋଲି ଯେଉଁ କହୁଛନ୍ତି, ମାନେ ଯେଉଁ ରାପ୍ଚର ମଧ୍ୟ ଗୋଟେ ଯେମିତି ନୋହାଙ୍କ ଟାଇମ୍ରେ ଯେମିତି ହେଇଥିଲା ସେଇଭଳିଆ ଟାଇମ୍ରେ ହିଁ ହେବ ରାପ୍ଚର। ଯେମିତିକି ଲୋକ ଗୁଡ଼ାକ ମାନେ ଏକ୍ସପେକ୍ଟ କରୁନଥିବେ, ମାନେ ଲୋକମାନେ ସବୁ ଏନ୍ଜୟ କରୁଥିବେ, ପାର୍ଟି ହେଉଥିବ, ଲୋକମାନେ ଜଣକୁ ମ୍ୟାରେଜ୍ ମାନେ ବିବାହ କରାଉଥିବେ, ଚାଲିଥିବ ମାନେ ଆଜ୍ ୟୁଜୁଆଲ୍ ଟାଇମ୍ ଯେମିତି ନୋହାଙ୍କ ଟାଇମ୍ରେ ଥିଲା। ତାପରେ ସିନା ପ୍ରଳୟ ଷ୍ଟାର୍ଟ ହେଲା, ତ ସେଇଭଳିଆ ଏକ୍ଜାକ୍ଟଲି ଏଇ ଯେଉଁ ରାପ୍ଚରଟା ମଧ୍ୟ ସେଇ ଟାଇମ୍ରେ ହେବ, ସେଇଭଳିଆ ହିଁ ହେବ। ଆଉ କୌଣସି ଲୋକ ଟାଇମ୍ ଜାଣିନାହାନ୍ତି କିମ୍ବା କୌଣସି ଲୋକ ଆ ବିଷୟରେ ଜାଣିନାହାନ୍ତି କେବେ ହେବ କେବେ ନାହିଁ ବୋଲି, କେବଳ ସଦାପ୍ରଭୁ ହିଁ ଜାଣିଛନ୍ତି। ତେଣୁକରି ଆମ ପାଖରେ ଟାଇମ୍ ନାହିଁ ସେଇ ବିଷୟରେ ମାନେ ଆମ ପାଖରେ ଆକ୍ଚୁଆଲି ମାନେ ନୋନ୍ ଟାଇମ୍ ନାହିଁ କି ଏଇ ଟାଇମ୍ରେ ହେବ ବୋଲି। ଖାଲି ଏତିକି ଜାଣିଥାନ୍ତୁ କ'ଣ, ଯେବେ ରାପ୍ଚର ହେଲା ତାର ଅର୍ଥ ନେକ୍ସଟ 7 ବର୍ଷରେ ମାନେ ସଦାପ୍ରଭୁ ତାଙ୍କର ସେକେଣ୍ଡ କମିଂ ହେବ, ଯେଉଁ ସେକେଣ୍ଡ କମିଂରେ କି ସେ ତାଙ୍କ ପାଦ ସେ ଜେରୁସାଲେମରେ ରଖିବେ। ତ ଲୋକ ଗୁଡ଼ାକ ଏଇ ଦୁଇଟା ଜିନିଷକୁ ବହୁତ ଡିଫରେଣ୍ଟ ମିନିଂରେ ବୁଝନ୍ତି, ରାପ୍ଚର ଆଉ ସେକେଣ୍ଡ କମିଂ। ସେକେଣ୍ଡ କମିଂ ହେଉଛି ବହୁତ ଡିଫରେଣ୍ଟ ଜିନିଷ, ଆଉ ରାପ୍ଚର ହେଉଛି ବହୁତ ଡିଫରେଣ୍ଟ ଜିନିଷ। ରାପ୍ଚର ହେଉଛି କ'ଣ ନା, ରାପ୍ଚର ହେଉଛି ଚର୍ଚ୍ଚର ଲୋକ ଗୁଡ଼ାକ ପ୍ରଭୁଙ୍କ ନିକଟକୁ ଯିବେ, ବୁଝିପାରୁଛନ୍ତି କି ନାହିଁ? ଆଉ ସେକେଣ୍ଡ କମିଂ ହେଉଛି ଚର୍ଚ୍ଚ ଆଉ ଯୀଶୁଖ୍ରୀଷ୍ଟ ମିଶିକି ପୃଥିବୀକୁ ଆସିବେ। ଏଇଟା ହେଉଛି ଦୁଇଟା ଟୁ ଡିଫରେଣ୍ଟ ଜିନିଷ। ତେଣୁକରି ଏଇଠୁ ଆପଣମାନେ କନଫ୍ୟୁଜ୍ କେବେ ହେବେନି କି ସେକେଣ୍ଡ କମିଂ ଆଉ ରାପ୍ଚର ଭିତରେ। ତ ରାପ୍ଚର ହେଉଛି ଗୋଟେ ଯେଉଁ ମିଷ୍ଟେରିୟସ୍ ବିଷୟ ଯେଉଁଟାକି ପାଉଲଙ୍କ ଥ୍ରୁରୁ ଆମମାନଙ୍କୁ ସେ ଜଣେଇଲେ। ଆଉ ଯେଉଁ ସେକେଣ୍ଡ କମିଂ ଯେଉଁଟାକି ସେଇଟା ଚର୍ଚ୍ଚ ୱିଥ୍ ଜିସସ୍ ଖ୍ରାଇଷ୍ଟ ଆସିବେ ମାନେ ଏଇ ପୃଥିବୀକୁ। ଆଉ ରାପ୍ଚର ହେଉଛି ଆମେ ଯିବା ଉପରକୁ ଏୟାରରେ, ଯୀଶୁଖ୍ରୀଷ୍ଟ ଆସିବେ ଅଧା ବାଟକୁ, ଆଉ ସେ ଆମମାନଙ୍କୁ ନେଇକି ଯିବେ। ତ ଯୀଶୁଖ୍ରୀଷ୍ଟ ଅଧା ବାଟକୁ ଆସିବେ, ଆମେ ଅଧା ବାଟକୁ ଯିବା, ବୁଝିପାରିଲେ କି ନାହିଁ? ତ ଆର ଏ ଯେଉଁ ମିନିଂଟା ହେଉଛି ଏହା। ତ ତେଣୁକରି ଆପଣମାନେ ଭାବନ୍ତୁ ଆପଣମାନେ କେଉଁ କାଟେଗୋରୀରେ ଯାଉଛନ୍ତି। ଆପଣମାନଙ୍କର ମାନେ ନିଜେ ନିଜେ ଭାବନ୍ତୁ। ମୁଁ ଏଇ ଭିତରେ କିଛି କହିବାକୁ ଚାହିଁବିନି, କାହିଁକିନା କେଉଁ ଭଳିଆ ହେଲେ ରାପ୍ଚର ମିଳିବ କ'ଣ ନାହିଁ ଏଗୁଡ଼ାକ ମୁଁ ଯେତିକି ଏବେ ବୁଝେଇଦେଲି, ଏ ବିଷୟରେ ଆପଣ ବୁଝନ୍ତୁ। ତାପରେ ଆପଣଙ୍କୁ ଯାହା ଲାଗୁଛି ସେୟା ଆପଣ କରନ୍ତୁ। ମୁଁ ସବୁବେଳେ ମାନେ ଓଲ୍ଡ ଟେଷ୍ଟାମେଣ୍ଟକୁ ସବୁବେଳେ ମୁଁ ବହୁତ ଗୁରୁତ୍ୱ ଦିଏ।
तो ମୁଁ ଯଦି ଆଜି ଏଇ ରାପଚର ବିଷୟରେ ମଧ୍ୟ ଓଲ୍ଡ ଟେଷ୍ଟାମେଣ୍ଟର ଗୋଟେ ପଦ ବି ଯଦି ନ କହିବି ଆପଣମାନେ କହିବେ କି ଓଲ୍ଡ ଟେଷ୍ଟାମେଣ୍ଟରେ କିଛି ଲେଖା ହେଇନଥିଲା କି ବିଷୟରେ। ବିଲକୁଲ ଲେଖା ହେଇଛି। ଆପଣ ଯଦି ଦାନିଏଲ ଚାପ୍ଟର ପଢ଼ିବେ 12 ଅଧ୍ୟାୟ 1ରୁ 2 ପଦ ପଢ଼ିବେ ଯଦି ସେଠି ଏକ୍ଜାକ୍ଟଲି ରାପଚର ବିଷୟରେ ଲେଖା ଅଛି। ତ ସେଇଟା ମଧ୍ୟ ଆପଣ ପଢ଼ନ୍ତୁ, ବୁଝନ୍ତୁ, ଜାଣନ୍ତୁ। ଆଉ ଏଇ ଯେଉଁ ମାନେ ଯେଉଁ ମୁଁ କହିଲି କି ଗୋଟେ ୱାର୍ ହେବା ପୂର୍ବରୁ ଯେମିତି ଆମେମାନେ ନିଜ ଲୋକମାନଙ୍କୁ ଡାକୁଛୁ ନିଜ ଜାଗାରେ, ତାପରେ ଯାଇକି ୱାର୍ କରୁଛୁ, ସେଭଳିଆ ଏକ୍ଜାକ୍ଟଲି ମଧ୍ୟ ପ୍ରଳୟ ଟାଇମ୍ରେ ଯୀଶୁଖ୍ରୀଷ୍ଟ ସେୟା ହିଁ କରିବେ। ଆଉ ଗୁଡ଼ାଏ ଲୋକଙ୍କୁ ଧାରଣା ଏହା କ'ଣ ନା କ'ଣ ରାପଚର ବିଷୟରେ ତ କେତେ ଜଣଙ୍କୁ ଧାରଣା ନାହିଁ ମୂଳରୁ। ଆଉ ସେକେଣ୍ଡ ଜିନିଷ କ'ଣ ହେଉଛି କହିଲ, ଲୋକଙ୍କୁ ଧାରଣା କ'ଣ ନା 7 ବର୍ଷ ପ୍ରଳୟ ଟାଇମ୍ରେ ମଧ୍ୟ ଆମେ ଖ୍ରୀଷ୍ଟିଆନ ହିସାବରେ ଆମେ ମଧ୍ୟ ସେ ପ୍ରଳୟ ଟାଇମ୍ରେ ଯିବା ବୋଲି। କିନ୍ତୁ ଆପଣମାନେ ମନେ ରଖନ୍ତୁ, ମୁଁ ଯେମିତି ଥେସଲୋନିଆନ ପଢ଼ିଲି 18 ପଦରେ ଯଦି ଆପଣ ଦେଖିବେ ସେଠି କ'ଣ କହୁଛି କ'ଣ ନା ଏଇ ବାକ୍ୟ କହିକି ଲୋକମାନଙ୍କୁ ଏନକରେଜ କରନ୍ତୁ ବୋଲି। ତାର ଅର୍ଥ କ'ଣ ନା ଯଦି ମୁଁ କହିବି ନାଇଁ 7 ବର୍ଷ ଏଭଳିଆ ପ୍ରଳୟ ହେବ ଆଉ ଲୋକକୁ ଏମିତି ମରାଯିବ ସେମିତି ମରାଯିବ ଆଉ ଆଣ୍ଟାକ୍ରାଇଷ୍ଟ ଆସିବ ଏଭଳିଆ ହେବ ବୋଲି ଯଦି ମୁଁ କହିକି ଜଣକୁ ଏନକରେଜ କରିବି, କେମିତି ଏନକରେଜ କରିପାରିବି? ମୁଁ ଏନକରେଜ କରିପାରିବି କି? କରିପାରିବିନି ନା। ମୁଁ କେବେ ବି କହିପାରିବିନି ହଁ ମାନେ 7 ବର୍ଷରେ ଏମିତି ଏମିତି ହେବ ତେଣୁକରି ଏଇଟାକୁ ନେଇକି ତୁ ଖୁସିରେ ରହ ବୋଲି ମୁଁ କେବେ କହିପାରିବି କି? ନାଇଁ ନା। ତ ସେଇଭଳିଆ ଲୋକଙ୍କ ଧାରଣା ଗୁଡ଼ାଏ ଜିନିଷ ଅଛି, କିନ୍ତୁ ଏଇଟା ହେଉଛି ରାଇଟ୍ ଡକ୍ଟ୍ରିନ୍ ଯେଉଁଟାକି ମୁଁ ମାନେ ପୁରା ମାନେ ମାନେ ଗୁଡ଼ାଏ ଷ୍ଟଡି କଲା ପରେ ମୁଁ କହୁଛି କ'ଣ ନା ରାପଚର 7 ବର୍ଷ ପୂର୍ବରୁ ହିଁ ହେବ। ଟ୍ରିବୁଲେସନ୍ ଯେବେ ଷ୍ଟାର୍ଟ ହେବ ତାର ଏକ୍ଜାକ୍ଟ ପୂର୍ବରୁ ହିଁ ଷ୍ଟାର୍ଟ ହେବ। 7 ବର୍ଷର ଯେଉଁ ଦିନ 1 ପୂର୍ବରୁ ଏଇଟା ହେବ, ଏତିକି ମନେ ରଖନ୍ତୁ। ଆଉ ଯାହାର ଯଦି କିଛି ଏଇ କଥା ଉପରେ ଯଦି ମୋ ସହିତ ପର୍ସନାଲି ଯଦି କ୍ୱେଶ୍ଚିନ୍ କରିବାକୁ ଚାହିଁବେ ଆପଣ ବାକାଇଦା ମୋତେ କ୍ୱେଶ୍ଚିନ୍ ଫେସବୁକ୍ରେ ଆପଣ ଲେଖିପାରିବେ କିମ୍ବା ଯେଉଁଠି ବି ଇଚ୍ଛା ସେଠି ଲେଖିପାରିବେ ଆପଣ। ମୁଁ ଆପଣଙ୍କୁ ଆର ପୁରା ମାନେ ବିଭିନ୍ନ ବାଇବେଲ ମାନେ ଭର୍ସ ଦେଇକି ମଧ୍ୟ ବୁଝେଇ ପାରିବି ନା। କାହିଁକିନା ଗୁଡ଼ାଏ ଲୋକଙ୍କର ଗୁଡ଼ାଏ କ'ଣ ସେଇଟା ଅଣ୍ଡରଷ୍ଟାଣ୍ଡିଂ ମାନେ ଅଛି ସେକେଣ୍ଡ କମିଂ ଯୀଶୁଖ୍ରୀଷ୍ଟଙ୍କୁ ନେଇକି। ତ ସେଥିପାଇଁ ମୁଁ ଏଇ ଜିନିଷଟା ଆପଣମାନଙ୍କୁ କହିଲି କି ଗୋଟେ ଖ୍ରୀଷ୍ଟିଆନ ହିସାବରେ ଆମର ବ୍ଲେସେଡ୍ ହବ ହେଉଛି କ'ଣ ନା ରାପଚର। ତ ଏଇ ରାପଚରଟାକୁ ଯଦି ଆପଣମାନେ ମାନେ ଗ୍ରହଣ କରିପାରିବେନି ମନେକର ବୋଇଲେ ଆପଣମାନଙ୍କୁ ସେ 7 ବର୍ଷ ଫେଜ୍ରେ ଯିବାକୁ ପଡ଼ିବ। ଆଉ 7 ବର୍ଷ ଫେଜ୍ରେ ଗଲା ମାନେ ତାର ଅର୍ଥ ଏହା କି ଆପଣମାନେ ସ୍ୱର୍ଗ ରାଜ୍ୟ ତ ଛାଡ଼, ଆପଣମାନେ ଆଉ ମାନେ ଏଭର ଲାଷ୍ଟିଂ ଯେଉଁ ଲାଇଫ୍ ଯେଉଁଟା ନୁହଁ ସେଇଟା ଆଉ ଦେଖିପାରିବେ ନାହିଁ। କାହିଁକିନା ସେଇ ଟାଇମ୍ରେ ଆପଣମାନେ କେବେ ବି ଖ୍ରୀଷ୍ଟିଆନ ହେବେନି କିମ୍ବା ଖ୍ରୀଷ୍ଟିଆନ ହେବେ ବୋଲି କହିବେନି। କାହିଁକିନା ସେ ଟାଇମ୍ ଏଭଳିଆ ଟାଇମ୍ ହେବ ଯିଏ ମୁଁ ଖ୍ରୀଷ୍ଟିଆନ, ମୁଁ ଯୀଶୁଖ୍ରୀଷ୍ଟଙ୍କ ମାନେ ବାକ୍ୟ ମାଧ୍ୟମରେ ଚାଲୁଛି ବୋଲି ଯେଉଁମାନେ କହିବେ ସେମାନଙ୍କୁ ବି ହେଡେଡ୍ କରାଯିବ, ମାନେ ମୁଣ୍ଡ କଟାଯିବ। ତ ଆପଣମାନେ ସେ ଟାଇମ୍ରେ ସହିପାରିବେନି। ତ କାହିଁକି ସେ ଟାଇମ୍ ମାନେ ସେ ଜାଗାକୁ ଯିବା ଆମେ ଯେଉଁ ଜାଗାରେ ଆମେ ସହିପାରିବେନି, କାହିଁକି ନୁ ଆମେ ପ୍ରିପେୟାର କରିବା ବର୍ତ୍ତମାନକୁ ନିଜକୁ ନିଜେ କି ମାନେ ରାପଚରରେ ଆମେ ନିଜେ ମାନେ ଯିବା ବୋଲି। ତେଣୁକରି ରାପଚର ଯିବା ପାଇଁ ଯେଉଁ କ୍ରାଇଟେରିଆ ଯେଉଁ ମୁଁ କହିଲି କି ଆମମାନଙ୍କୁ ମାନେ ବୋର୍ନ ଏଗେନ୍ ହେବା ଦରକାର। ଛୋଟ ଶିଶୁଙ୍କୁ ଯେମିତି ମାନେ ହେବା ଦରକାର, ତାଙ୍କ ଭଳିଆ ଆମକୁ ହେବା ଦରକାର। ଆଉ ବିଶ୍ୱାସ କରିବା ଦରକାର। ପୃଥିବୀରେ କେହି ଧାର୍ମିକ ବ୍ୟକ୍ତି ନାହାନ୍ତି। ତେଣୁକରି ରୋମିଓ ତାର 3 ଅଧ୍ୟାୟ 9-10ରେ ସେ କହୁଛନ୍ତି କ'ଣ ଆମକୁ କନଫେସ୍ କରିବାକୁ ପଡ଼ିବ, ଆମକୁ ମାନେ ବିଲିଭ୍ କରିବାକୁ ପଡ଼ିବ କି ମାନେ ସୁସମାଚାର ବିଲିଭ୍ କରିବାକୁ ପଡ଼ିବ। ଆଉ ଆମମାନଙ୍କୁ ମାନେ ପବ୍ଲିକ୍ ଲୋକଙ୍କ ସହିତ କନଫେସ୍ କରିବାକୁ ପଡ଼ିବ କି ମାନେ ଯୀଶୁଙ୍କ ବିଷୟରେ ତାଙ୍କୁ ସୁସମାଚାରକୁ କନଫେସ୍ କରିବାକୁ ପଡ଼ିବ। ତ ଏଇଟା ତ ମୁଁ ଆପଣମାନଙ୍କୁ ମାନେ ରାପଚର ବିଷୟରେ କହିଲି ମୁଁ, କିନ୍ତୁ ଆପଣଙ୍କୁ ଆଉ ଗୋଟେ ଏନକରେଜମେଣ୍ଟ ମୁଁ କରୁଛି କ'ଣ କି ଆଜିକା ଟାଇମ୍ରେ ଯେତେ ସବୁ ମାନେ ବିଭିନ୍ନ ପ୍ରକାର ପୃଥିବୀ ସାରା ଯେଉଁ କରୋନା ଭାଇରସ୍ ହଉ କିମ୍ବା ଏ ଯେଉଁ ଅଲଗା ଯେଉଁ ଆଉ ଗୋଟେ ଯେଉଁ ପାଣ୍ଡାମିକ୍ ଆସିଛି ଯେଉଁଟାକି ଟିଭି ଆମମାନଙ୍କୁ ଦେଖାଉନି, କେବଳ ଯେଉଁଟା ଖୋଲିଲେ ମଧ୍ୟ କରୋନା ଭାଇରସ୍ ବିଷୟରେ ଦେଖୁଛି। କିନ୍ତୁ ଯେଉଁ ଫସଲ ନଷ୍ଟ କରିବା ଯେଉଁ ଗ୍ରାସପର ଯେଉଁଟା ଅଛି, ଯେଉଁଟା ଆସିଛି, ସେଇଟା ବି ଗୋଟେ ପାଣ୍ଡାମିକ୍। କାହିଁକିନା ସେ
ଆଫ୍ରିକାର ଗୁଡ଼ାଏ କଣ୍ଟ୍ରିକୁ ମାନେ ଧ୍ୱଂସ କରିସାରିଛି ଅଲରେଡ଼ି। ତ ଆଗକୁ କିଛି ଦିନ ହେବ, ମାନେ ଆଗକୁ ମାନେ କିଛି ମାନେ ନେକ୍ସଟ ଡେରେ ଆମମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ହେବ। ଆକ୍ଚୁଆଲି ଖାଇବାର ବି ପ୍ରୋବ୍ଲେମ୍ ହେବ, ଫୁଡ୍ ସର୍ଟେଜ୍ ହେବ, ନିହାତି ହେବ। ତ ତେଣୁକରି ଆପଣ ସବୁ ଜିନିଷକୁ ୟୁଟିଲାଇଜ୍ କରନ୍ତୁ। ଇନ୍ ଦ ସେନ୍ସ ଯାହା ପାଖରେ ଜମି ଅଛି ତାକୁ ଭଲରେ ଚାଷ କରନ୍ତୁ, ନିଜ ଫୁଡ୍ ସିକ୍ୟୁରିଟି ନିଜେ ରଖନ୍ତୁ। ଏଭଳିଆ ଟାଇମ୍ ଆସିବ ଆପଣମାନଙ୍କୁ। ଏଇଟା ତ ଜଷ୍ଟ ଗୋଟେ ବିଗିନିଂ, ମୁଁ ଯେମିତି କହିଲି ଏଇଟା ଗୋଟେ ବିଗିନିଂ, ଗୋଟେ ଟ୍ରେଲର ବର୍ତ୍ତମାନ ଚାଲିଛି, ପିକ୍ଚର ବର୍ତ୍ତମାନ ଷ୍ଟାର୍ଟ ହିଁ ହେଇନି। ତ ଆମମାନଙ୍କୁ ମାନେ ଆମର ଯେତେ ପର୍ଯ୍ୟନ୍ତ ମାନେ ଯେଉଁ ପର୍ଯ୍ୟନ୍ତ ଆମର ରାପଚର ହେଇନି ସେ ପର୍ଯ୍ୟନ୍ତ ଆମକୁ ମାନେ ବିଲିଭ୍ କରିବାକୁ ପଡ଼ିବ। ଆଉ ବିଭିନ୍ନ ପ୍ରକାର ଷ୍ଟ୍ରଗଲରୁ ଆମକୁ ଉଠିବାକୁ ପଡ଼ିବ। ଯେମିତି ଫୁଡ୍ ସର୍ଟେଜ୍ ହେଲା ମାନେ ତାଠାରୁ ବି ଉପରକୁ ଉଠିବାକୁ ପଡ଼ିବ। ମୁଁ ଏଥିପାଇଁ ଏଇ ଜିନିଷଟାକୁ ଲାଷ୍ଟରେ ଏଥିପାଇଁ କହୁଛି, କ'ଣ ଫୁଡ୍ ସର୍ଟେଜଟା ଏଥିପାଇଁ ମୁଁ କହୁଛି, ମୁଁ ଯେତିକି ଷ୍ଟଡି କଲି ମୁଁ ବର୍ତ୍ତମାନ କିଛି ଦିନ ହେଲାଣି, ଏଇଟା ଗୋଟେ ବିଗ୍ ପ୍ରୋବ୍ଲେମ୍ ମାନେ ଆସୁଛି, ଯେଉଁଟାକି ନେକ୍ସଟ ଡେରେ ଆମକୁ ଜଣାପଡ଼ିବ ଆକ୍ଚୁଆଲି, ଯେଉଁଟାକି ଲୋକମାନେ ଆକ୍ଚୁଆଲି କହୁନାହାନ୍ତି। କାହିଁକିନା ଲୋକମାନେ କିଏ, ମିଡ଼ିଆ ତ କହୁନି କିଛି। ଆଉ ଜିନିଷ ଜାଣିବାକୁ ହେଲେ ମାନେ ଗୁଡ଼ାଏ ନ୍ୟୁଜ୍ ପଢ଼ିବାକୁ ପଡ଼ିବ, ଗୁଡ଼ାଏ ଲୋକେସନ୍ ବିଷୟରେ ଜାଣିବାକୁ ପଡ଼ିବ, କେଉଁ ଜାଗାରେ କ'ଣ ହେଇଛି ବୋଲି। ତ ଫୁଡ୍ ସର୍ଟେଜ୍ ମଷ୍ଟ ମାନେ ଆଜି ନହେଲେ କାଲିକି ହେବ। ତେଣୁକରି ଯେତିକି ଜାଗା ବି ମିଳୁଛି, ଯାହାର ବି ଯେତିକି ଜାଗା ଅଛି, ସବୁ ଜିନିଷକୁ ୟୁଟିଲାଇଜ୍ ଠିକ୍ସେ କରନ୍ତୁ। ଆଉ ଆମକୁ ଗୁଡ୍ ଫାଇଟ୍ କରିବାକୁ ପଡ଼ିବ ଶେଷ ପର୍ଯ୍ୟନ୍ତ, ଯେଉଁ ପର୍ଯ୍ୟନ୍ତ ଆମର ରାପଚର ହେଇନି। ତ ସେଥିପାଇଁ ଆପଣମାନେ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ୱେରେ ଆପଣମାନଙ୍କୁ ପ୍ରିପେୟାର କରିବାକୁ ପଡ଼ିବ। ମେଣ୍ଟାଲି ହେଉ, ଫିଜିକାଲି ହେଉ, ଫାଇନାନ୍ସିଆଲି ହେଉ, ନିଜକୁ ନିଜେ ପ୍ରିପେୟାର କରିବାକୁ ପଡ଼ିବ। ତ ସେଇ ପ୍ରିପାରେସନ୍ ଆପଣ କରନ୍ତୁ। ଆଉ ଏଇ ମେସେଜଟା ବି ଲୋକମାନଙ୍କୁ ଆପଣ ପଠାନ୍ତୁ, ଜଣାନ୍ତୁ ରାପଚର ମାନେ କ'ଣ, ସେମାନେ ବି ଜାଣିପାରିବେ। କାହିଁକିନା ମୁଁ ଏଇଗୁଡ଼ାକ ଯେତେ ସବୁ କରୁଛି, ମୁଁ ମୋର ଟାଇମ୍ ବାହାର କରି କରୁଛି। ଏଥିପାଇଁ କରୁଛି କି ଲୋକମାନେ ବୁଝନ୍ତୁ ବୋଲି। ଆଉ ଯଦି ଆପଣମାନେ ଏଇଟାକୁ ସେୟାର କରିବେନି କିମ୍ବା ଲୋକମାନଙ୍କୁ କହିବେନି, ଲୋକମାନେ ମଧ୍ୟ ବାଇବେଲର କ'ଣ ପ୍ରମିଜ ଅଛି ସେଇଟା ନ ଜାଣିକି ସେମାନେ ମଧ୍ୟ ମରିବେ। ତେଣୁ ଆପଣମାନେ ଏଇ ଜିନିଷଟାକୁ ସ୍ପ୍ରେଡ୍ କରିବାକୁ ଚେଷ୍ଟା କରନ୍ତୁ। ଆଉ ମୋ ପାଇଁ ବି ପ୍ରାର୍ଥନା କରନ୍ତୁ, ମୋ ଘର ପାଇଁ, ଫ୍ୟାମିଲି ପାଇଁ ମଧ୍ୟ ଆପଣମାନେ ପ୍ରାର୍ଥନା କରନ୍ତୁ, ଆମ ଗ୍ରୁପ୍ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ତ ନେକ୍ସଟ ଭିଡ଼ିଓ ମୁଁ ଗୋଟେ ଡିସାଇଡ଼୍ କରିଛି କ'ଣ କି ପ୍ରକାଶିତ ବାକ୍ୟ ବିଷୟରେ ମୁଁ ଆପଣମାନଙ୍କୁ ବୁଝିବାକୁ ଚେଷ୍ଟା କରିବି। ଗୋଟେ ମାନେ ସମରିଟେ ମୁଁ ଦେବା ପାଇଁ ଚେଷ୍ଟା କରିବି। କାହିଁକିନା ଗୁଡ଼ାଏ ଲୋକଙ୍କ ମୁଁ ଦେଖିଛି, ମୋର ମାନେ ଛୋଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ପ୍ରକାଶିତ ବାକ୍ୟ ପଢ଼ିବା ପାଇଁ ବହୁତ ଡରୁଛନ୍ତି, କିମ୍ବା ପ୍ରକାଶିତ ପଢ଼ିବା ପାଇଁ ଚାହୁଁନାହାନ୍ତି। ମୁଁ ଯେମିତି କହିଲି, ବାଇବେଲ ପ୍ରଫେସି ମାନେ ଲୋକଙ୍କୁ ଡରାଇବା ଉଦ୍ଦେଶ୍ୟରେ ନୁହଁ, ଲୋକଙ୍କୁ ମାନେ ପ୍ରିପେୟାର କରିବା ଉଦ୍ଦେଶ୍ୟରେ। ସେଭଳିଆ ଯଦି ଏଇ ବାକ୍ୟ ଆମେ ମାନେ ଏଇ ପ୍ରକାଶିତ ବହି ଆମେ ପଢ଼ିବା, ତାହେଲେ ଆମେ ଜାଣିପାରିବା କି କ'ଣ ମାନେ ପ୍ରଭୁଙ୍କର ପ୍ରକୋପ ଏଇ ପୃଥିବୀରେ ପଡ଼ିବାର ଅଛି। ଆଉ ସେଇଟାକୁ ଦେଖିକି ଆମକୁ କେଉଁ ଲାଇନ୍ରେ ରହିବା ଦରକାର, ରାପଚର ହେବା ଦରକାର ନା ଆମେ ଆଣ୍ଟାକ୍ରାଇଷ୍ଟକୁ ୱେଟ୍ କରିବା ଦରକାର। ଆଉ ଏଇ ପ୍ରକାଶିତ ବାକ୍ୟ ଯେଉଁମାନେ ପଢ଼ନ୍ତି, ପ୍ରଭୁ ତାଙ୍କ ପାଇଁ କିଛି ଗୋଟେ ଆୱାର୍ଡ଼ ରଖିଛନ୍ତି, ଯେଉଁଟାକି ସେ କହୁଛନ୍ତି ମାନେ ଏଇ ପ୍ରକାଶିତ ବାକ୍ୟ ଯେଉଁମାନେ ପଢ଼ୁଛନ୍ତି ସେମାନଙ୍କୁ ପ୍ରଭୁଙ୍କୁ ଗୋଟେ ସ୍ପେଶାଲ ବ୍ଲେସିଂ ଅଛି। ମୁଁ ଜାଣିନି କେଉଁ ବ୍ଲେସିଂ, କିନ୍ତୁ ଅଛି ବୋଲି ସେ ଲେଖୁଛନ୍ତି। ତ ଆପଣମାନେ ମାନେ ପ୍ରାର୍ଥନା କରନ୍ତୁ, ଆଉ ଆପଣମାନଙ୍କୁ ସଦାପ୍ରଭୁ ସର୍ବଦା ମାନେ ଷ୍ଟ୍ରେଂଥ ଦିଅନ୍ତୁ। ଏହା ମୋର ମାନେ ପ୍ରାର୍ଥନା। ଆଉ ନେକ୍ସଟ ଟାଇମ୍ ମୁଁ ପ୍ରକାଶିତ ବାକ୍ୟ ବିଷୟରେ କିଛି ଗୋଟେ କହିବାକୁ ଚାହିଁବି, ମୁଁ ତାକୁ ମାନେ ବୁଝିବା ପାଇଁ ଚାହିଁବି। ତ ମୋର ନେକ୍ସଟ ଭିଡ଼ିଓ ସେୟା ହେବ। ତ ଷ୍ଟେ ଟ୍ୟୁନ୍ ଫର୍ ଦ୍ୟାଟ୍। ସୋ ଗୁଡ୍ ନାଇଟ୍ ଟିଲ୍ ଦେନ୍।